ସାତ୍ବିକ ଧୃତି ସେମାନେ ସକ୍ସେସଫୁଲ୍। କିନ୍ତୁ ଯେଉଁମାନେ ତାମସିକ ଭାବୁଥିବେ ବସି ମୁଁ ଏମିତି କରିଦେବି ସିନି କରିଦେବି ତାଙ୍କର ନିଜ ଜୀବନରେ କିଛି କରୁନଥିବେ। ବିଡ଼ି ପିଉଥିବେ, ମଦ ପିଉଥିବେ, ଆଉ ବିଭିନ୍ନ ପ୍ରକାର ଖରାପ କାମ କରୁଥିବେ। କ'ଣ ନା ମୁଁ ଏମିତି କରିଦେବି, ମୁଁ ସଂସାରକୁ ଉଦ୍ଧାର କରିଦେବି, ମୁଁ ରାସ୍ତାଘାଟ କରିଦେବି, ମୁଁ ଗୋଟେ ବଡ଼ ଲୋକ, ମୁଁ ସମସ୍ତଙ୍କୁ ମଙ୍ଗଳ କରିବି ଭାବୁଥିବେ, ଖାଲି ସ୍ୱପ୍ନ ଦେଖୁଥିବେ ମୁଁ ଏମିତି କରିଦେବି ସେମିତି କରିଦେବି। କିନ୍ତୁ ସେମାନଙ୍କ ଦ୍ୱାରା କିଛି ହେଉନି। ପ୍ରଭୁପାଦ ମହାରାଜ ତାଙ୍କର ଚିନ୍ତାଧାରାଟା ବେଶୀ, ତାଙ୍କେ ଅଳ୍ପ ଅଳ୍ପ କରିବେ, ଭଲ କରିବେ। ଯେମିତି ଯେତେବେଳେ ପ୍ରଭୁପାଦ ମହାରାଜ ଫାଷ୍ଟରେ ଇସ୍କନ ସ୍ଥାପନ କଲେ ଅଳ୍ପ କିଛି ବିଦେଶୀ ଲୋକ ଥିଲେ, ଓକିଲକୁ ଡାକିଲେ, ରେଜିଷ୍ଟ୍ରେସନ୍ କଲେ। ରେଜିଷ୍ଟ୍ରେସନ୍ କର କ'ଣ ନା ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣ କନସିୟସନେସ୍, ଏଟାକୁ ରେଜିଷ୍ଟ୍ରେସନ୍ କର। ଓକିଲ କହିଲେ ଆଜ୍ଞା ଆପଣଙ୍କର କମିଟି, ଆପଣ ମେମ୍ବର? କହିଲେ ଏ 5 ଜଣ ଆମର ମେମ୍ବର। ସେ 5 ଜଣ ମଦ ପିଇକିରି ଗଡ଼ୁଥିଲେ, ବସିଥିଲେ ମଦ ପିଇକିରି। ହେଲେ ଆଜ୍ଞା 5 ଜଣ ମଦ ପିଉଛନ୍ତି ଆଜ୍ଞା। ମୁଁ କହିଲି ନା ଏ 5 ଜଣ ଆମର ମେମ୍ବର। ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣ କନସିୟସନେସ୍, ଆନ୍ତର୍ଜାତିକ ମାନେ ସାରା ପୃଥିବୀର କୃଷ୍ଣ ଆନ୍ଦୋଳନ ସଂଘ, ପୃଥିବୀର ରେଜିଷ୍ଟ୍ରେସନ୍ 5-6ଟା ଲୋକଙ୍କୁ ନେଇକରି କଲେ, ଆରମ୍ଭ କଲେ। ଛୋଟ କାମ, ମାତ୍ର ଲକ୍ଷ୍ୟ ବଢ଼େଇବା ସାରା ପୃଥିବୀରେ କୃଷ୍ଣ ଚେତନା ଆନ୍ଦୋଳନ। କେତେ ବଡ଼ ଲକ୍ଷ୍ୟ କାମ। ଆମର କାମ ଯେଉଁମାନେ ତାମସିକ ଧୃତି, ଯେଉଁମାନେ ଧୈର୍ଯ୍ୟ, ସେମାନଙ୍କର କାମ ବଡ଼ ବଡ଼ କରୁଥିବେ, ତାଙ୍କର ଲକ୍ଷ୍ୟ ବଡ଼ ବଡ଼ ଥିବ, କିନ୍ତୁ କାମ ତାଙ୍କର କିଛି ନଥିବ। ଏଇଟା ସେ କଥା କୁହାଯାଇଛି। ସେମାନଙ୍କର ସ୍ୱପ୍ନ, ଭୟ, ଶୋକ, ବିଷାଦ ଆଉ ମାୟା ମୋହିତ, ଯେଉଁମାନେ ମାୟାରେ ମୋହିତ ଥିବେ ସେମାନେ ହେଉଛନ୍ତି, ତାଙ୍କର ଧୃତି ହେଉଛି ତାମସିକ ଧୃତି। ତାଙ୍କର ଦୁଃଖ ରହିବ, ଭୟ ରହିବ, ସ୍ୱପ୍ନ। ଯେମିତି ମୁଁ ଉଦାହରଣ ଦେଲି, ଆମର ବୁଦ୍ଧିରେ ସାତ୍ବିକ ବୁଦ୍ଧି ଯାହାର ଥିବ ସେମାନେ ଭୟ କରିବେ। କାହାକୁ ଭୟ କରିବେ? ମୁଁ ଏବେ ଆଲୋଚନା କଲି, ମାୟାକୁ ଭୟ କରିବେ, ମୃତ୍ୟୁକୁ ଭୟ କରିବେନି। ଯେଉଁମାନେ ଭକ୍ତ ମୃତ୍ୟୁକୁ ଭୟ କରିବେନି, କିନ୍ତୁ ଭୟ କରିବେ କାହାକୁ? ମାୟାକୁ ଭୟ କରିବେ। ଏଠି ସେ କଥା କୁହାଯାଇଛି। ଯିଏ ପ୍ରକୃତରେ ସାତ୍ବିକ ବୁଦ୍ଧି ମାନେ ମାୟାକୁ ଭୟ କରିବେ, କିନ୍ତୁ ତାମସିକ ଧୃତି ଏଠି ଯେଉଁ କୁହାଯାଇଛି ସେମାନେ କାହାକୁ ଭୟ କରିବେ? ମୃତ୍ୟୁକୁ ଭୟ କରିବେ। ମୃତ୍ୟୁକୁ ଭୟ ଥିବ ସେମାନଙ୍କୁ। ଆଉ ସେମାନେ ଏଠି କୁହାଯାଇଛି ସ୍ୱପ୍ନ ବେଶୀ ଦେଖିବେ, ବିଷାଦ, ଦୁଃଖ, ସ୍ୱପ୍ନ। ସ୍ୱପ୍ନ କଥା ଏଠି ଯେଉଁ କୁହାଯାଇଛି, ଏଠି କୁହାଯାଇଛି ପ୍ରକୃତରେ ସ୍ୱପ୍ନ ବେଶୀ ମାନେ ଦେଖନ୍ତି ନା ଯେଉଁମାନେ ତାମସିକ। ଆମ ଶାସ୍ତ୍ରରେ ଲେଖା ହେଇଛି ଆମର ଶରୀର ପାଇଁ 6 ଘଣ୍ଟା ନିଦ୍ରା ଯଥେଷ୍ଟ। 6 ଘଣ୍ଟା ଶରୀର ସୁସ୍ଥ ରହିବା ପାଇଁ। କିନ୍ତୁ ଯେଉଁମାନେ ତାମସିକ ଲୋକ, ତାମସିକ ଯେଉଁମାନଙ୍କର ଶରୀର, ଯେଉଁମାନେ ବୁଦ୍ଧି ଧୃତି ଯାହା ବି କୁହ, ସେମାନେ କ'ଣ ଅଧିକ ଶୋଇବେ, 8 ଘଣ୍ଟା 10 ଘଣ୍ଟା ଅଧିକ ଶୋଇବେ। ହେଲେ ଅଧିକ ଯଦି ଶୋଇବେ ତାଙ୍କୁ ଅଧିକ ସ୍ୱପ୍ନ ହେବ। ଆଉ ଭଲ ସ୍ୱପ୍ନ ହେବ କି କେବେ ହେଲେ? ବିଶେଷ କରି ଶାସ୍ତ୍ରରେ ଲେଖା ହେଇଛି 4ଟାଠୁ 6ଟା 7ଟା 8ଟା ପର୍ଯ୍ୟନ୍ତ ଏ ସମୟରେ ଯଦି ଆମେ ଶୋଇପଡ଼ୁଛେ, ସେ ସମୟରେ ଆମକୁ ବିଭିନ୍ନ ପ୍ରକାର ଖରାପ ସ୍ୱପ୍ନ ଆକା ହେବ, ଭଲ ସ୍ୱପ୍ନ ହେବନି ଏବେ। କିନ୍ତୁ 3ଟାଠୁ 9ଟାଠୁ 3ଟା ଭିତରେ ଯଦି ଆମେ ଶୋଇପଡ଼ୁଛେ, ସେଥିରେ ଆମେ ଯଦି ଯାହା ବି ସ୍ୱପ୍ନ ଦେଖିବା, ଭଲ ସ୍ୱପ୍ନ ଦେଖିବା। ଆମେ ଯଦି ଦିନ ସାରା ଯଦି ଭଗବାନଙ୍କର ଚିନ୍ତନ କରିଥିବା, ନାମ ଜପ କରୁଥିବା, ଭାଗବତ ପଢ଼ୁଥିବା, ସତ୍ସଙ୍ଗ କରୁଥିବା, ସେ ଉପରେ ଏକା ସ୍ୱପ୍ନ ହେବ, ଖରାପ ସ୍ୱପ୍ନ ହେବ ନାହିଁ। କିନ୍ତୁ ଆମେ ଯଦି ଅନ୍ୟ କ'ଣ କରୁଥିବା, ସେ ଉପରେ ସ୍ୱପ୍ନ ହେବ। କିନ୍ତୁ ବିଶେଷ କରି 4ଟାଠୁ 6ଟା ଭିତରେ ସବୁ ଖରାପ ସ୍ୱପ୍ନ ହେବ। ତେଣୁ ଏଇଠି କୁହାଯାଇଛି ଯେଉଁମାନେ ତାମସିକ ଲୋକ ସେମାନେ ସ୍ୱପ୍ନ, ଭୟ, ଶୋକ, ବିଷାଦ ଭୋଗ କରିବେ ଆଉ ମାୟା ମୋହିତ ହୋଇ ରହିବେ। ଯେଉଁମାନଙ୍କର ବୁଦ୍ଧି ସାତ୍ବିକ ବୁଦ୍ଧି, ସେମାନେ ମାୟା ମୋହିତ ହେବେନି। କାହିଁକି? ସେମାନେ ଶରଣାଗତି ହେଇଯାଇଛନ୍ତି ଭଗବାନଙ୍କ ପାଖରେ। ଯଦିଓ ସେମାନେ ମାୟାକୁ ଭୟ କରିବେ, କିନ୍ତୁ ମାୟା ମୋହିତ ହେବେନି। କାହିଁକିନା ଭଗବାନ ତାଙ୍କୁ ରକ୍ଷା କରିବେ ସବୁବେଳେ। ତାଙ୍କ ଶରଣାଗତି ହେଇଯାଇଛନ୍ତି, ଭଗବାନ ରକ୍ଷା କରିବେ। କିନ୍ତୁ ତାମସିକ ଧୃତି ଯେଉଁମାନଙ୍କର ଏଇଠି କୁହାଯାଇଛି ଭଗବାନ ରକ୍ଷା କରିବେନି, କାହିଁକିନା ସେ ଶରଣାଗତ ହେଇନି।
ଭଗବାନ ଯିଏ ଶରଣାଗତ ହେଇଛି ତାକୁ ହିଁ ରକ୍ଷା କରିବେ। ଆଉ ତାମସିକ ଧୃତି ଏଠି ଯେଉଁ ଆମର ଆଲୋଚନା କରାହେଉଛି ସେମାନେ ଶରଣାଗତ କେବେ ହେବେନି। ସେମାନଙ୍କର ଚିନ୍ତାଧାରା କ'ଣ ନା ସେମାନେ ଯାହା ଭାବୁଛନ୍ତି ସେଇଟା ଆଜ୍ଞା ଠିକ୍, ଅନ୍ୟମାନେ ଯାହା କରୁଛନ୍ତି ସେଇଟା ଠିକ୍ ନାହିଁ। ସେମାନେ ସବୁ ଭୁଲ କରୁଛନ୍ତି। ଯେମିତି ଆମର ତାମସିକ ବୁଦ୍ଧିରେ କୁହାହେଇଛି, ଭୁଲକୁ ଠିକ୍, ଠିକ୍ ଭୁଲ, ଧର୍ମକୁ ଅଧର୍ମ, ଅଧର୍ମକୁ ଧର୍ମ ବୋଲି ସେମାନେ ଭାବିବେ। ବୁଝିପାରିଲେ? ତ ଏଇଟା ତାମସିକ ଧୃତିର ବିଷୟବସ୍ତୁ।